ଜୟ ଜଗନ୍ନାଥ ବନ୍ଧୁ। ଶୁଭ ସକାଳ, ହାପି ମକର ସଂକ୍ରାନ୍ତି। ଆଜି ମୁଁ ଗୋଟେ କଥା ଭାବିଲି ଯେ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ଯେତିକି ସବୁ କରିଥିଲେ ସେଗୁଡ଼ା ସବୁ ଶ୍ରୀମଦ ଭାଗବତ ଗୀତାରେ ଲେଖା ହେଇଛି କଣ ପାଇଁ ବୋଲି ମୁଁ ଭାବୁଥିଲି। ତାର ପ୍ରମାଣଟା ଆଜି ପାଇଲି ଯେ ଭଲ ପାଇବାର ମାନେ ହଉଛି ଆଧ୍ୟାତ୍ମିକତା। ଯିଏ ଆଧ୍ୟାତ୍ମିକ ବିଷୟରେ ଜାଣିଛି ସିଏ ଭଲ ପାଇବାର ଖେଳରେ ଟପର ଅଛି, ଯୋଉଟା ଆମର ଭଗବାନ ଶ୍ରୀକୃଷ୍ଣ ଥିଲେ। ଭଲ ପାଇବାର ମାନେ ନା କିଛି ପାଇବାର ଭୟ ନାହିଁ, ପାଇବାର ଆଶା ନା କିଛି ହରେଇବାର ଭୟ, ସମଭାବନା। କହିଲେ ପାଇବାର ଆଶା ନାହିଁ କି ହରେଇବାର ଡର ନାହିଁ, ସବୁବେଳେ ସମଭାବନା ରହିଲେ ଆପଣମାନେ ସମସ୍ତଙ୍କ ସହିତ ସମ୍ପର୍କରେ ବାନ୍ଧି ହେଇକି ରହିପାରିବ। ଓକେ।